ସକାଳର ଭାତ କେତେ ସାରା ବଢ଼ିଯାଇଛି। ଭାବିଲି ୟାକୁ ଏମିତି ନର୍ମାଲ ତେଲ ତ ଜମାରୁ ଏଇ ଦୁଇ ବାପ ପୁଅ ଖାଇବେନି, ପୁରା ନଖରା କରିବେ। ୟାକୁ କିଛି ତ କରିବା ପାଇଁ ପଡ଼ିବ। ତାପରେ ଗୋଟେ ଆଇଡ଼ିଆ ଭାବିଲି, ୟାକୁ ମୁଁ ଲେମନ୍ ରାଇସ୍ କରିଦେବି। ଭାବିଲି ଆପଣଙ୍କ ସହିତ ବି ସେୟାର କରିଦିଏ। ପ୍ରଥମେ ତ ଆମେ କଢ଼େଇରେ ତେଲ ବା ଘିଅ ଗରମ କରିନେବା। ମୁଁ ତ ଘିଅ ହିଁ ପ୍ରିଫର କରେ। ଘିଅ ଗରମ କରିକି ଅଳ୍ପ ଟିକେ ସୋରିଷ ଫୁଟେଇ ଦେଇଛି। ଆପଣ ଚାହିଁଲେ ଜିରା ଟିକେ ବି ଅଳ୍ପ ଦେଇପାରିବେ। ତାପରେ ମେନ୍ ହେଲା ହେଙ୍ଗୁ ଟିକେ ନିହାତି ଦେବେ। ତାପରେ ଏଥିରେ ଟିକେ କଞ୍ଚା ଲଙ୍କା ଦେଇଦେବା ଆଉ ଭୃଷଙ୍ଗ ପତ୍ର ଦେଇଦେବା, ସୁନ୍ଦର ବାସ୍ନା ଦେଇଥାଏ। ତାପରେ ଏଥିରେ ଅଧ କପ୍ ଖଣ୍ଡେ ମୁଁ ଚିନାବାଦାମ ନେଇଛି, ମୁଗଫୁଲି, ଆଉ ୟାକୁ ଟିକେ ନାଲି ପଡ଼ିବା ପର୍ଯ୍ୟନ୍ତ ଭାଜିବା, ଭଲସେ ଭାଜିବା, ତା ଦ୍ୱାରା ଫ୍ଲେଭରଟା ଭଲ ଆସିଥାଏ। ତାପରେ ଟିକେ ଭାଜି ହେଲା ପରେ ଆମେ ଏଥିରେ ଟିକେ ଛେଚିକି ଅଦା ଦେଇଦେବା। ଆପଣ ଚାହିଁଲେ ରସୁଣ ବି ଦେଇପାରିବେ, କିନ୍ତୁ ରସୁଣର ଫ୍ଲେଭର ଏତେ ବି ଭଲ ଆସେନି, ଖାଲି ଟିକେ ଅଦା ଛେଚା ଦେଇଦେବେ। ତାପରେ ଏଥିରେ ଟିକେ ହଳଦୀ ଗୁଣ୍ଡ ଆଉ ଦେଇଦେବା, ସ୍ୱାଦ ଅନୁସାରେ ଲୁଣ ଯେତିକି ଦରକାର ସେତିକି ଲୁଣ ଦେବା, ଭାତକୁ ଯେତିକି ଦେଖିକି ଆପଣ ଲୁଣ ଦେବେ। ତାପରେ କିଛି ସମୟ ଭାଜି ସାରିଲା ପରେ ଫ୍ଲେମ୍କୁ ଏଇ ସମୟରେ ପୁରା ଲୋ କରିଦେବେ ଆଉ ଭାତକୁ ପକାଇଦେବେ। ଭାତକୁ ହାତ ସାହାଯ୍ୟରେ ଠିକ୍ରେ ଟିକେ ମାନେ ପୁରା ଚାରିପଟେ ହେଲା ଭଳିଆ ଠିକ୍ରେ ଟିକେ ଗୋଳେଇ ଦେବେ। ତାପରେ ଏଥିରେ ଫ୍ଲେମ୍କୁ ଆମେ ଅଫ୍ କରିକି ଦେଇଦେବା ଲେମ୍ବୁ ରସ। ଫ୍ଲେମ୍କୁ ଅଫ୍ କରିକି ହିଁ ଦେବେ, କାହିଁକିନା ନିଆଁ ଜଳୁଥିଲେ ଲେମ୍ବୁ ରସ ଯଦି ଦେବେ ତାହେଲେ ପିତା ଲାଗିଦେବ, ସେଇଥିପାଇଁ। ତାପରେ ୟାକୁ ଭଲ ଭାବରେ ମିକ୍ସ କରି ନେବା। ଏବେ ଆମର ଗରମ ଗରମ ଲେମନ୍ ରାଇସ୍ ପୁରା ରେଡ଼ି ହୋଇଗଲା। ବହୁତ କମ୍ ସମୟରେ ଆପଣ ବନେଇକି ୟାକୁ ଖାଇପାରିବେ। ଲେଫ୍ଟ ଓଭର୍ ରାଇସ୍ ହଉ କିମ୍ବା ଘରେ ବନେଇକି ଭାତ ରାନ୍ଧିକି ବି ଖାଇପାରିବେ। ଭିଡ଼ିଓଟି ଭଲ ଲାଗିଲେ ଭିଡ଼ିଓଟିକୁ ଲାଇକ୍ କରିଦେବେ। ଥ୍ୟାଙ୍କ ୟୁ।